Naveen Patra. I am from Jumunda KPS School. Sir, আমি বর্তমান করছো বায়োফ্লক ফার্মিং। স্যার প্রায়তঃ মাছ চাষ ପୋଖରୀର ପକସ୍ତରରେ ଜମି ରହିଥିବା ଜୈବିକ ପଦାର୍ଥ ଯଥା ମାଛମାନଙ୍କର ମଳ ଅବ୍ୟବହୃତ କୃତ୍ରିମ ଖାଦ୍ୟ ପାଣି ପୋଖରୀର ପାଣିକୁ ବଦଳାଯାଏ ନାହିଁ। ତେଣୁ ସେହି ପାଣିଗୁଡ଼ିକ ପରବର୍ତ୍ତୀ ପର୍ଯ୍ୟାୟରେ ପଚି ସଢ଼ି ଯବକ୍ଷାରଜାତ ଏକ ବିଷାକ୍ତ ଗ୍ୟାସ୍ ନିର୍ଗତ କରିଥାନ୍ତି, ଯାହାକି ମାଛକୁ ରୋଗଗ୍ରସ୍ତ କରିଦେଇଥାଏ ଓ ଚାଷୀଟିର ବହୁତ କ୍ଷତି ଘଟିଥାଏ। କିନ୍ତୁ ଆମର ଏହି ବାୟୋଫ୍ଲକ୍ ଫାର୍ମିଂ ଦ୍ୱାରା ସେହି ମାଛର ମଳରେ ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁ ଯବକ୍ଷାରଜାତ ଗ୍ୟାସ୍ ବା ଏମୋନିଆ ଗ୍ୟାସ୍ ମାଛର ମୋଟାଲିଟିକୁ ବଢ଼ାଇ ଦେଇଥାଏ, ସେହି ଏମୋନିଆ ଗ୍ୟାସ୍ ହେଉଛି ଆମର ଶତ୍ରୁ। ସେହି ଏମୋନିଆ ଗ୍ୟାସ୍କୁ ଆମର ନଷ୍ଟ କରିବା ପାଇଁ ଆମେ ବାୟୋଫ୍ଲକ୍ ବା ସୂକ୍ଷ୍ମ ଜୀବମାନଙ୍କ ସହାୟତା ନେବା। ସେହି ମଳକୁ ବା ଅବରୋଧ ଖାଦ୍ୟ ଗୁଡ଼ିକୁ ସେହି ବାୟୋଫ୍ଲକ୍ ମାନେ ଖାଇ ମାଛକୁ ତାର ପ୍ରୋଟିନ୍ ରୂପେ ଗ୍ରହଣ କରିଦେଇଥାନ୍ତି। ସେଇଟା ହେଉଛି ଆମର ବାୟୋଫ୍ଲକ୍ ଟାଙ୍କିଟା। ଆର ବ୍ୟାସ 4 ଫୁଟ, ଏଇଟା ହେଉଛି 1 ଫୁଟ। ଏହାର ଯଦି ଆମେ ରିଅଲ୍ କରିବା ଏଇଟାର ଉଚ୍ଚତା ହେବ 4 ଇଞ୍ଚ, ଏଇଟା ହେବ ଟୋଟାଲ୍ 1 ମିଟର। ସାର୍ ଆର ଟୋଟାଲ୍ ହେଉଛି 1.3 ମିଟର ଉଚ୍ଚତା। ସାର୍ ଏଇଟା ଆମର କ୍ୱାରେଣ୍ଟାଇନ୍ ଟ୍ୟାଙ୍କଟା। କୌଣସି ମାଛ ଯଦି ରୋଗଗ୍ରସ୍ତ ହେଲେ ସାର୍ ଆପଣ ଦେଖିପାରୁଥିବେ ଏହି ମାଛଟିକୁ କୁକୁଟିଆ ରୋଗ ହୋଇଯାଇଛି। କୁକୁଟିଆ ରୋଗ ମାନେ ସାର୍ ଯଦି ଏମୋନିଆ ଗ୍ୟାସ୍ରେ ପୀଡ଼ିତ ହୋଇଥିବାରୁ ତାକୁ ଅକ୍ସିଜେନ୍ ମିଳିପାରିବ ନାହିଁ, ତା'ର ଛାଲି ସବୁ ଉପୁଡ଼ି ପଡ଼ିବ, ସେ ଛଟପଟ ହେବ। ସାର୍ ତେଣୁ ସେଇ ମାଛଟିକୁ ରଖାଯାଇଛି। ଏହି ମାଛଟି ଯେତେବେଳେ ସୁସ୍ଥ ହେବ 30 ସେକେଣ୍ଡ ପାଇଁ ହଳଦୀ ପାଣିରେ ବୁଡ଼ାଇ ଭଲ ଭାବରେ ସଫା କରି ପୁଣି ତାକୁ ଆଉଥରେ ଆମର ବାୟୋଫ୍ଲକ୍ ଟ୍ୟାଙ୍କକୁ ଆଣିପାରିବା। ସାର୍ ବାୟୋଫ୍ଲକ୍ ଟ୍ୟାଙ୍କକୁ ଆମେ ନିଜର ଘର ଛାତ ଉପରେ ବା କୌଣସି ଜମିରେ ବି ବନେଇ ପାରିବା। ଏକ ସ୍ୱାକ୍ଷର ଲୋକ ଅସ୍ୱାକ୍ଷର ଲୋକ ମଧ୍ୟ ଏହି ବାୟୋଫ୍ଲକ୍ ଟେକ୍ନିକ୍ ଦ୍ୱାରା କରିପାରିବ। ସାର୍ ଆପଣ ଦେଖିପାରୁଥିବେ ସେଇଟା ଆମର ଜଳ ଯେତେବେଳେ ମାଛ ଯେତେବେଳେ ରେଡ଼ି ହୋଇଯିବ ବିକ୍ରି କରିବା ପାଇଁ, ସାର୍ ମାଛକୁ କାଢ଼ିବା ପାଇଁ ସାର୍ ଆମର ଏପଟେ ଜଳ ନିଷ୍କାସନ କରାଯାଇଛି। ସାର୍ ଆପଣ ଦେଖିପାରୁଥିବେ ସାର୍ ଯେତେବେଳେ ଆମର ଜଳ ନିଷ୍କାସନ କରିପାରିବା, ସାର୍ ଆପଣ ଦେଖିପାରୁଥିବେ ଯେତେବେଳେ ଆମର ପାଣି ଭର୍ତ୍ତି ହେଇଯିବ ଜଳ ନିଷ୍କାସନ, ସାର୍ ଆମର ଛିଦ୍ର ଅତି ଛିଦ୍ର କଣାଗୁଡ଼ିକ ହୋଇଛି। ସାର୍ ମାଛ ଟୋଟାଲ୍ ରୋହି ମାଛ ଗୁଡ଼ିକ 2 ରୁ 3 ମାସ ପର୍ଯ୍ୟନ୍ତ ରହିପାରିବେ। ଆଉ ଟିଆପିଲ୍ ଆଉ ଗଡ଼ିଶ ଏହି ମାଛ ଗୁଡ଼ିକ ଆମର 5-6 ମାସ ପରେ ବିକ୍ରି ପାଇଁ ରେଡ଼ି ହୋଇପାରିବେ। ସାର୍ ମାଛକୁ ଅକ୍ସିଜେନ୍ ଗ୍ୟାସ୍ ଭିତରେ ସାର୍ ଆପଣ ଦେଖିପାରୁଥିବେ ମାଛର ଏମୋନିଆ ଗ୍ୟାସ୍କୁ ଆମେ କମାଇବା ପାଇଁ ତରଳ ଗୁଡ଼ ମଇଦା ଆଉ ଖାଦ୍ୟ ଗୁଣ୍ଡକୁ ନେଇକି ଆମର ଗୁଳ କରାଯାଇଛି। ସାର୍ ଏଗୁଡ଼ିକ ତରଳ ଗୁଡ଼ ଯଦି ଆମେ ପକାଇବା ଆମର ବାୟୋଫ୍ଲକ୍ ଟାଙ୍କିରେ ପକାଇଲେ ଏମୋନିଆର ଆମେ ଜାଣିଛନ୍ତି ଗୁଡ଼ରେ କାର୍ବନ ଅଛି। ସେଇ କାର୍ବନ ଏମୋନିଆ ଗ୍ୟାସ୍କୁ ଯେଉଁଟା ଆମର ଶତ୍ରୁ ହେଉଛି ଏମୋନିଆ ଗ୍ୟାସ୍, ଏହି କାର୍ବନ ଏମୋନିଆ ଗ୍ୟାସ୍କୁ ଆମର ବିକ୍ର କରିଦେଉଛି। ଏହା ଏକ ପ୍ରୋଟିନ୍ ଯୁକ୍ତ ଖାଦ୍ୟ। ଆମର 1 କେଜି ମାଛ ବଢ଼ାଇବା ପାଇଁ ଆମକୁ 1.5 କେଜି ପ୍ରୋଟିନ୍ ଖାଦ୍ୟ ଆବଶ୍ୟକ କରୁଛି। କିନ୍ତୁ ଆମେ ଯଦି ଏହି ବାୟୋଫ୍ଲକ୍ ଟେକ୍ନିକ୍ରେ କରିବା ଆମକୁ 700 ବା 800 ଗ୍ରାମ ଖାଦ୍ୟ ଦରକାର ପଡ଼ିବ 1 କେଜି ମାଛ କରିବାକୁ। ଆହୁରି ଆମର 500-600 ଗ୍ରାମ ଖାଦ୍ୟ ବଢ଼ିକି ଯିବ। ଏହି ଦ୍ୱାରା ଆମର କମ୍ ଜାଗାରେ ଅଧିକ ମାଛ ଉତ୍ପାଦନ ହେଉଛି। ସାର୍ ପିଏଚ୍ ଆମେ ବ୍ଲକ୍ ଯେଉଁ କୂଅରୁ ଆମେ ପାଣି ଆଣିଛୁ ସେ କୂଅର ପାଣିକୁ ଆମେ ଯେଉଁଟା କରିଛୁ ସେ କୂଅର ପାଣିକୁ ଆମେ ନେଇ ବ୍ଲକ୍ରେ ପରୀକ୍ଷା କରିଛୁ। ତା'ର ପିଏଚ୍ ହେଉଛି 7.5 ରୁ 8.5 ପର୍ଯ୍ୟନ୍ତ। ଆଉ ତା'ର TST ହେଉଛି 1200 ରୁ 15 ppm। ସାର୍ ଆମେ ଏହା ବ୍ଲକ୍ରେ ପରୀକ୍ଷା କରି ଦେଖିପାରୁଛୁ। ସାର୍ ଦେଖିପାରୁଥିବେ